ଆଜିର ପ୍ରସଙ୍ଗ ବିକଶିତ କୃଷି ସଂକଳ୍ପ ଅଭିଯାନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସରିତା ସାହୁ। ଆଧୁନିକ କୃଷି ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇବା ଲକ୍ଷ୍ୟ ନେଇ ଆଜିଠାରୁ ସମଗ୍ର ଦେଶରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରାଯାଇଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ଅଭିଯାନ ମାଧ୍ୟମରେ କୃଷି କ୍ଷେତ୍ରରେ ସମୟୋପଯୋଗୀ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। କୃଷି ବିଶେଷଜ୍ଞ ଏବଂ ବୈଜ୍ଞାନିକଙ୍କ ନବସୃଜନ ଓ ତୃଣମୂଳ ଭାଗିଦାରୀ ମାଧ୍ୟମରେ ଦେଶର ଖାଦ୍ୟ ଭବିଷ୍ୟତକୁ ସୁରକ୍ଷିତ ରଖିବା ଦିଗରେ ଏହା ଏକ ଦୃଢ଼ ପଦକ୍ଷେପ ହେବ। ଆସନ୍ତା 15 ଦିନ ଧରି ଏହି ଅଭିଯାନ 20ଟି ରାଜ୍ୟର 700ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ। ଏଥିରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟର ସାମୂହିକ ମାଲିକାନା ଏବଂ ସମର୍ପଣ ମାଧ୍ୟମରେ ଏହି ଅଭିଯାନ ବେଶ୍ ସଫଳ ହେବ ବୋଲି ଆଶା କରାଯାଉଛି। ଏହି ଅଭିଯାନ ମାଧ୍ୟମରେ ଦ୍ୱିପାକ୍ଷିକ ଯୋଗାଯୋଗ ଆଭିମୁଖ୍ୟକୁ ପ୍ରାଥମିକତା ପ୍ରଦାନ କରାଯାଉଛି। କୃଷି ବିଶେଷଜ୍ଞ ଏବଂ ବୈଜ୍ଞାନିକ ଗବେଷଣା ଏବଂ ବୈଷୟିକ ଜ୍ଞାନକୁ କୃଷିଜୀବୀଙ୍କ ସହ ବାଣ୍ଟିବେ। ଅନ୍ୟପକ୍ଷରେ କୃଷିଜୀବୀ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସୂଚନା ସଂଗ୍ରହ କରି ଏହା ଉପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। ଏହି ଆଭିମୁଖ୍ୟର ନିର୍ଯାସ ଭବିଷ୍ୟତର ଗବେଷଣା ପ୍ରୟାସକୁ ମାର୍ଗଦର୍ଶନ କରିବାରେ ସହାୟକ ହେବ। ଭାରତୀୟ କୃଷି ଗବେଷଣା ପରିଷଦ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଲ୍ୟାବ୍ ଟୁ ଲ୍ୟାଣ୍ଡ ବା ପରୀକ୍ଷାଗାରରୁ ଚାଷ ଜମିକୁ ଯୋଡ଼ିବା ଏହି ଅଭିଯାନର ଅନ୍ୟତମ ଉଦ୍ଦେଶ୍ୟ। 16,000 କୃଷି ବିଶେଷଜ୍ଞ ଏବଂ ବୈଜ୍ଞାନିକଙ୍କୁ ନେଇ ଏକାଧିକ ଦଳ ଗଠନ କରାଯାଇଛି। ସେମାନେ ଗାଁକୁ ଗାଁ ଯାଇ କୃଷକଙ୍କ ସହ ମତ ବିନିମୟ କରିବେ। ଗୋଟିଏ ଦଳ ଗୋଟିଏ ଦିନରେ 2ଟି ଗ୍ରାମ ପରିଦର୍ଶନ କରିବାକୁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏଥିପାଇଁ ଗଠନ କରାଯାଇଥିବା 2,170ଟି ଦଳ ଆସନ୍ତା ମାସ 12 ତାରିଖ ପର୍ଯ୍ୟନ୍ତ ମନୋନୀତ ବା ଚିହ୍ନଟ ଜିଲ୍ଲାଗୁଡ଼ିକୁ ଗସ୍ତରେ ଯିବେ। ସ୍ଥାନୀୟ ଅଞ୍ଚଳର ଜଳବାୟୁ, ଜଳ, ମୃତ୍ତିକାର ପୋଷକ ତତ୍ତ୍ୱ, ଆନୁଷଙ୍ଗିକ ବ୍ୟବସ୍ଥା, ଫସଲ ବ୍ୟବହାରର ପ୍ରକାରଭେଦ, ସନ୍ତୁଳିତ ସାର ବ୍ୟବହାର, ଜୈବିକ ଚାଷ ଆଦି ବିଭିନ୍ନ ପ୍ରସଙ୍ଗ ନେଇ ଏହି ଦଳ ଚାଷୀମାନଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବେ। ଚାଷବାସ ପାଇଁ ଉପୁଜୁଥିବା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ଏହି ଦଳ ପରାମର୍ଶ ପ୍ରଦାନ କରିବେ। ଏହି ଅଭିଯାନରେ 731ଟି କୃଷି ବୈଜ୍ଞାନିକ କେନ୍ଦ୍ର, 113ଟି ICAR ପ୍ରତିଷ୍ଠାନ, ରାଜ୍ୟସ୍ତରୀୟ କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ଚାଷ ବିଭାଗୀୟ ଅଧିକାରୀ ସାମିଲ ହେବେ। ଏହି ଅଭିଯାନ ଅଧୀନରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ 20ଟି ରାଜ୍ୟ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୁରୀ ସାକ୍ଷୀଗୋପାଳସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରଠାରେ ଦେଶବ୍ୟାପୀ ଏହି ଅଭିଯାନକୁ ଶ୍ରୀ ଚୌହାନ ଆଜି ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କୃଷି କ୍ଷେତ୍ର ପାଇଁ ରହିଥିବା କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଆଲୋକପାତ କରିବା ସହ ମନ୍ତ୍ରୀ ଶ୍ରୀ ଚୌହାନ ଏହି ଅଭିଯାନ ଅଧୀନରେ 1.5 କୋଟି ଚାଷୀଙ୍କ ସହିତ ସିଧାସଳଖ ମତ ବିନିମୟ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି। କୃଷି ହେଉଛି ଭାରତୀୟ ଅର୍ଥନୀତିର ମୂଳପିଣ୍ଡ ଏବଂ କୃଷକ ହେଉଛନ୍ତି ଏହାର ଆତ୍ମା ବୋଲି ବର୍ଣ୍ଣନା କରି ମନ୍ତ୍ରୀ ଶ୍ରୀ ଚୌହାନ ଚାଷୀ ଭାଇ ଭଉଣୀମାନଙ୍କୁ କୃଷି ବୈଜ୍ଞାନିକଙ୍କ ସହ ଆଲୋଚନାରେ ଅଧିକରୁ ଅଧିକ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନ ମାଧ୍ୟମରେ ଚାଷୀକୂଳ ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅଧିକ ଅବଗତ ହୋଇପାରିବେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ବିହନ କିସମ ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ଗୁରୁତ୍ୱ ଦେଇଛନ୍ତି। ଦେଶବ୍ୟାପୀ ବିକଶିତ କୃଷି ସଂକଳ୍ପ ଅଭିଯାନ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହି ଅଭିଯାନ ଅଧୀନରେ କୃଷିଜୀବୀଙ୍କ ସହ ମତ ବିନିମୟ ନେଇ ପ୍ରତ୍ୟେକ ଜିଲ୍ଲା ସ୍ତରରେ 3ଟି ଲେଖାଏଁ ଦଳ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି। କୃଷି ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଏହି ଦଳଗୁଡ଼ିକରେ ସଂଶ୍ଳିଷ୍ଟ ଥିବା କୃଷି ବୈଜ୍ଞାନିକ ଚାଷୀଙ୍କ ସହ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଗସ୍ତ ଅବସରରେ କୃଷି ବୈଜ୍ଞାନିକଙ୍କ ଦଳ ପ୍ରତ୍ୟେକ ଗାଁରେ 250 ଚାଷୀଙ୍କୁ ଭେଟିବେ। ଗବେଷଣାଲବ୍ଧ କୃଷି ସୂଚନା ଚାଷୀ ଭାଇ ଭଉଣୀମାନଙ୍କ ପାଖରେ ପହଞ୍ଚାଇବାରେ ଏହି ଅଭିଯାନ ଏକ ଶ୍ରେଷ୍ଠ ମାଧ୍ୟମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ଚାଷୀଙ୍କର ଆୟ ବୃଦ୍ଧି ଲକ୍ଷ୍ୟ ନେଇ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ବିକଶିତ କୃଷି ସଂକଳ୍ପ ଅଭିଯାନର ସୁଫଳ ପ୍ରଥମେ ରାଜ୍ୟର କୃଷିଜୀବୀଙ୍କ ପାଖରେ ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।